ब्रह्मानन्दं परमसुखदं केवलं ज्ञानमूर्ति द्वन्द्वातीतं गगनसदृशं तत्त्वमस्यादिलक्ष्यम् एकं नित्यं विमलमचलं सर्वाधि साक्षीभूतं भावातीतं त्रिगुणरहितं सद्गुरुत्वं नमामि सद्गुरुत्वं नमामि। वाल्मीकि सनक सनातन मुनि व्यास वसिष्ठ भृगु जाबाली जमदग्नि पुच्छ जनक ग्राह्य तथा गौतमम् मान्धाता च नृपति तथैव सगरो वेणु दिलीपो नर एतत् सकलं जजाति नहुष कुर्वन्तु ते मङ्गलम् कुर्वन्तु ते मङ्गलम्। ओम शांति ओम शांति ओम शांति। आमे माने समस्ते सेही परम ब्रह्म स्वरूप परमात्म स्वरूप एवं जे कि शेष भक्तर भगवान भाव जीव जगतर परम कल्याणमय परम मंगलदाता हिसाब से सदा सर्वदा से ही निराकार तत्वर साकार बा मूर्तिमंत होई आम मानक सम्मुखरे दंडायमान होई आम मानकु सदा सर्वदा दर्शन स्पर्शन आलिंगन आदि माध्यम एवं आम्भे माने तांकर उच्चिष्ट को महाप्रसाद भाव सेवन करने द्वारा जीवन मुक्त भवेत नरह ये मनुष्य बा प्राणी ये जो जीवन पार्थिव जीवन इह संसार रे जो क्षणभंगुर जीवन जो जीवन भितर जातस्य ही ध्रुवर मृत्यु ध्रुवं जन्म मृतस्य तस्मात् परिहार्य अर्थे न शोचित महर्षि जहाँ भगवान स्वमुखरे भगवद्गीतार कहते जातस्य ही ध्रुवर मृत्यु जात अर्थ ये जन्म हेले ध्रुव माने यह हूँ निश्चिंत सत्य कथा जन्म हेले तो निश्चित दिन मरब ना कहीं ये संसार भितर जन्म होती मरी ना आज पर्यंत एभली कौन जिनस ना वस्तु ना बा संसार भितर ये प्रत्येक वस्तु क्षणभंगुर हो यार समस्ते नष्ट हे ब्रह्मा विष्णु आदि जी भी आसी नष्ट हे विनाश हो से आविर्भाव होती लीलावसान होगला सी चलीजे सूर्य चंद्र ग्रह नक्षत्र तारा आदि आम जहाँ किसी देखुचे यह समस्त क्षण स्थायी तांकर समय आसिले सी चलीजे ये जो भूमंडल रे इहलोक आम समस्ते जन्मग्रहण करें ये भी दिने प्रलय हो आर नष्ट हो यह हूँ अस्थायी संसार यही अस्थायी संसार भितर प्रकृत सुख मिले ना एक कथा पूर्व अध्याय आलोचना होता तेणु प्रकृत सुख वांछन्ति सर्वहित च धर्म समुद्भव और से धर्म होउछन्ते निजे भगवान परमात्मा परम ब्रह्म
ଧ୍ରିୟତେ ଧର୍ମ ନିତ୍ୟାହୁ ସ ଏବ ପରମ ବ୍ରହ୍ମ। ଅର୍ଥାତ୍ ସେ ପରମ ବ୍ରହ୍ମ ନିଜେ ହେଉଛନ୍ତି ସମସ୍ତଙ୍କୁ ଧାରଣ କରିଥିବାରୁ ସେ ସମସ୍ତଙ୍କୁ ଧାରଣ କରିଛନ୍ତି। ଯେଭଳି ଭାବରେ କହିଲି ପୂର୍ବ ଅଧ୍ୟାୟରେ ସମୁଦ୍ର ଭିତରୁ ସେ ଯେଉଁ ଲହଡ଼ିଟି ଉଠେ ସେଇଠୁ ସୃଷ୍ଟି ହେଇଥାଏ ସେ ସମୁଦ୍ରରୁ, ସେ ସମୁଦ୍ରରେ ସେ ସ୍ଥିତ ଥାଏ ପୁଣି ସେଇଠି ଲୀନ ହୋଇଯାଏ, ତା'ର ସ୍ଥିତି ଅନ୍ୟ ସ୍ଥାନରେ ନାହିଁ। ଠିକ୍ ସେଇଭଳି ଭାବରେ ଆମେ ସମସ୍ତେ ତାଙ୍କରି ଠାରୁ ସୃଷ୍ଟ ହୋଇ ବ୍ୟାପ୍ତଂ ଜୈନଂ ଚରାଚରଂ, ଚରରେ ଅଚରରେ ବାହ୍ୟରେ ଅଭ୍ୟନ୍ତରରେ ପୂର୍ଣ୍ଣମଦ ପୂର୍ଣ୍ଣମିଦଂ ଭାବରେ ସର୍ବତ୍ର ପରିପୂର୍ଣ୍ଣ ଭାବରେ ଥିବାରୁ, ଯେମିତି ପୂର୍ବ ଅଧ୍ୟାୟରେ କୁହାଯାଇଥିଲା ଯେ ଜଳରେ ମୀନ କଥା, ମୀନ ଯେମିତି ସବୁ ସ୍ଥାନରେ କେବଳ ଜଳ ଛଡ଼ା ଆଉ କିଛି ଦେଖିବାକୁ ପାଉନାହିଁ, ଆମେ ସେଇଭଳି ଭାବରେ ପରମ ବ୍ରହ୍ମ ପରମାତ୍ମାଙ୍କ ଠାରେ ସମସ୍ତେ ଅଛେ। ସେଇ ପରମ ବ୍ରହ୍ମ ପରମାତ୍ମାଙ୍କ ଠାରେ ଥିଲେ ମଧ୍ୟ ଅଜ୍ଞାନତା ବଶତଃ ଆମର ସେ ଜ୍ଞାନ ନଥିବାରୁ ଆମେ ତାଙ୍କୁ ଅନୁଭବ କରିପାରୁନାହୁଁ। ସବୁବେଳେ କୁହାଯାଇଛି, ଆପଣ ଦେଖିବେ ଆମେ ଯେତେବେଳେ ସମସ୍ତେ ବାଳକ ଅବସ୍ଥାରେ ଥିଲେ, ଆମ ଓଡ଼ିଆରେ ଏକ ଅଛି ପଙ୍କ୍ତି, ସେଥିରେ ଲେଖାଯାଇଛି ଜଳ ସ୍ଥଳ ନଗିରି ଆକାଶ ତୁମ୍ଭ ଲୀଳା ସବୁଠାରେ ପ୍ରକାଶ। ଆମେ ପଢ଼ୁଛେ ଏ କଥା, ଜଳସ୍ଥଳ ବନଗିରି ଆକାଶ, ସେ ଜଳରେ ଅଛନ୍ତି, ସ୍ଥଳରେ ଅଛନ୍ତି, ବନରେ ଅଛନ୍ତି, ଗିରି ଅର୍ଥ ପାହାଡ଼ରେ ଅଛନ୍ତି, ଆକାଶ ଅନ୍ତରିକ୍ଷରେ ଅଛନ୍ତି। ଯଦି ଅଛନ୍ତି ଆଜି ପର୍ଯ୍ୟନ୍ତ ସାଧନା କାହିଁ ଚାଲିଛି? ଗୁରୁ କରାହେଉଛି, ସାଧନା ଚାଲିଛି, ତପସ୍ୱୀମାନେ ତପସ୍ୟା କରି କରି ଜଟାଜୁଟ ହୋଇକି ତାଙ୍କ ଉପରେ କିଏ କହୁଛି ହୁଙ୍କା ହେଇଗଲାଣି, ଏମିତି ତପସ୍ୟା କରି କରି କାହାର ଅବସାନ ହେଇଗଲାଣି। କିଏ ଭଜନ କରୁଛି, କିଏ ସ୍ତୋତ୍ର କରୁଛି, କିଏ ଜପ କରୁଛି, କିଏ ଉଗ୍ର ସାଧନା କରୁଛି, ହାତ ଉପରକୁ ଟେକି ଗୋଡ଼ ଉପରକୁ ଟେକିକି ଉଗ୍ର ସାଧନା କରୁଛି, ଖରା ଖାଉଛି, ବର୍ଷା ଖାଉଛି। କ'ଣ ଆର କାରଣ? ନିଶ୍ଚିନ୍ତ ଭାବରେ ଆର କାରଣ ଭଗବତ ପ୍ରାପ୍ତି। ହୁଏତ ସେ ଯେଉଁ ଭଗବତ ପ୍ରାପ୍ତିଟା ତା'ର ଅର୍ଥ ଅଲଗା ହେଇପାରେ। ଯେଉଁ ବ୍ୟକ୍ତି ତପସ୍ୟା କରୁଛନ୍ତି ସିଏ ଜାଣିଛନ୍ତି କେବଳ ତା'ର ଅର୍ଥ କ'ଣ। ଅର୍ଥାତ୍ ଜଣେ ତପସ୍ୟା କରୁଛି ପ୍ରଥମ ଯାକ ଭଗବାନଙ୍କୁ ସେ ପ୍ରାପ୍ତ ହେବ। କାହିଁ ପ୍ରାପ୍ତ ହେବ? ହୁଏତ ଉଦ୍ଦେଶ୍ୟ ତା'ର ହେଉଛି ଅଲଗା ପ୍ରକାର। ଜଣେ ଚାହୁଁଛି ଭଗବାନଙ୍କୁ ପ୍ରାପ୍ତ ହେଲେ ମୁଁ ଭଗବାନଙ୍କୁ କହିବି ପ୍ରଭୁ ମୋତେ ଏଇ ବର ଦିଅ ବା ମୋତେ ଏଇ ଆଶୀର୍ବାଦ କର, ଏଇ ଯେଉଁ କ୍ଷଣଭଙ୍ଗୁର ସଂସାର ଅଛି ଅନିତ୍ୟ ସଂସାର, ମୁଁ କେମିତି ଏଠୁ ପ୍ରଭୁ ଉଦ୍ଧାର ହେଇଯାଏ। ଆଉ ସୁଖ ନାହିଁ ଏ ସଂସାର ଭିତରେ। ଯାହା ତ ଦେଲ ସବୁ ନେଇଯାଉଛ, ବାଲ୍ୟଟା ଦେଲ ନେଇଗଲ, ଯୌବନଟାକୁ ଦେଲ ନେଇଗଲ, ଯାହା ଧନ ଦେଲ ତାକୁ ବି ନେଇଯାଉଛ, ଏବଂ ମୋର ଶରୀରଟା ଧୀରେ ଧୀରେ କ୍ଷୀଣ ହେଉଛି, ଆକୁ ମଧ୍ୟ ତୁମେ, ମୁଁ ଦେଖୁଛି ସମସ୍ତଙ୍କୁ ନେଇଗଲେ ମୋତେ ବି ଦିନେ ତୁମେ ନେଇଯିବ। ଇଏ ଧନ ଜନ ଯୌବନରେ ମୋର କୌଣସି ଅଧିକାର ନାହିଁ ବା ଆକୁ ନେଇକି ମୁଁ କେବେ ସୁଖ ପାଇବି ନାହିଁ, କେହି ବି କେବେ ପାଇନାହାନ୍ତି। ଧନ ଜନ ମାନ ଯଶ ଇଏ ସବୁ ଥିବ, ଦିନେ ମୁଁ ଚାଲିଯିବି ଏ ସଂସାର ଭିତରୁ। ତେଣୁ ହେ ପ୍ରଭୁ ତାହେଲେ ମୋତେ ଏଭଳି ଏକ କିଛି ଆଶୀର୍ବାଦ ଦିଅ ଏ ସଂସାର ଭିତରେ ବା ଇହ ସଂସାର ଭିତରେ ଯେଉଁ ମୁଁ ଅଛି, ମୁଁ ଯେମିତି ତୁମକୁ ପ୍ରାପ୍ତ ହୁଏ। ଏବଂ ହେ ପ୍ରଭୁ ମୁଁ ତୁମକୁ ପ୍ରାପ୍ତ ହେଲେ ମୋର କ'ଣ ଲାଭ ହେବ ନା ମୁଁ ସେ ନିତ୍ୟାନନ୍ଦ ସୁଖକୁ ପ୍ରାପ୍ତ ହେବି। ଏଇଭଳି ଭାବରେ ଯେତେବେଳେ ଭକ୍ତ ମନରେ ବାଞ୍ଛା ଆସୁଛି ଏବଂ ସେ ସେଇ ବାଞ୍ଛାକୁ ପାଇବା ପାଇଁ ଏଇ କ୍ଷଣଭଙ୍ଗୁରତାକୁ ବୁଝିପାରି ସେଇ ନିତ୍ୟ ଲୋକ ବା ଯେଉଁ ବ୍ରହ୍ମାନନ୍ଦଂ ପରମ ସୁଖଦମ ବୋଲି କୁହାଯାଉଥିଲା, ଆମେ ତାକୁ ପ୍ରାପ୍ତ ହେବାକୁ ହେଲେ ଆମକୁ ସେଇ ଭଗବତ ସ୍ୱରୂପ ଯାହା କୁହାଯାଏ ନରାକାର ପରମ ବ୍ରହ୍ମ ରୂପାୟ ଅଜ୍ଞାନ ହାରିଣେ ଆତ୍ମଜ୍ଞାନ ପ୍ରଦାନେନ ତସ୍ମୈ ଶ୍ରୀ ଗୁରବେ ନମଃ। এই আত্মজ্ঞানী গুরু যে আত্মজ্ঞানী প্রদানেন ব্রহ্মবিদ ব্রহ্মৈব ভবতি ন্যাୟରେ যে আত্মাକୁ ଜାଣେ, ଆତ୍ମା ସମ୍ପର୍କୀୟ ସମସ୍ତ ଜ୍ଞାନ ଅଛି। ଆମେ ଜୀବନରେ କେଉଁ କେଉଁ ସାଧନା କଲେ, କ'ଣ କେଉଁ ବୃତ୍ତି ବା କେଉଁ ପଥକୁ ଅବଲମ୍ବନ କଲେ ଆମେ ସେ ଆତ୍ମତତ୍ତ୍ୱରେ ପ୍ରବିଷ୍ଟ ହେବା ବା ସେ ଆତ୍ମାକୁ ଜାଣିପାରିବା। ଯଦିଓ ସେ ସବୁଠାରେ ଅଛନ୍ତି ବା ସବୁ ସ୍ଥାନରେ ପରିପୂର୍ଣ୍ଣ ଭାବରେ ଅଛନ୍ତି, ଆମମାନଙ୍କର ସେ ଦିବ୍ୟ ଚକ୍ଷୁ ନାହିଁ, ଆମମାନଙ୍କ ଭିତରେ ସେ ଦିବ୍ୟ ଜ୍ଞାନ ନାହିଁ। ଆମକୁ କେବଳ ବିଷୟ ଯାହାର ଲୋଚନ ହରେ ଆତ୍ମବୁଦ୍ଧି ଜ୍ଞାନ, ଆମର ଆତ୍ମବୁଦ୍ଧି ଜ୍ଞାନ ସବୁ ହରଣ ହେଇଯାଇଛି। କ'ଣ ଦେଖାଯାଉଛି ସବୁବେଳେ ମୁଁ କେତେ ଧନ କମେଇବି, ଇଦଂ ଲବ୍ଧ୍ୱା ମୟା ଲବ୍ଧ୍ୱା ମିମଂ ପ୍ରାପ୍ସ୍ୟେ ମନୋରଥମ୍ ଇଦମସ୍ତି ଦମପି ମେ ଭବିଷ୍ୟତି ପୁନର୍ଧନମ୍। ଆଜି ଲଭିଲି ଏତେ ଧନ, କାଲିକି ଆଉ ଟିକେ କିନ୍ତୁ ବେଶୀ ହେବ, ଆହୁରି ବଢ଼େଇବି। ଯଦି ଧନ କମିବା ପ୍ରଶ୍ନ ଆସେ ସମାଜରେ କୌଣସି ବ୍ୟକ୍ତି ଭିତରେ, ସେ ମୁଣ୍ଡରେ ପଶେ, ତାହା କେବେ ଛିଣ୍ଡିବ ନାହିଁ। ଇଏ କାମନାର ବିନାଶରେ ହିଁ ଦୁଃଖର, କାମନାର କେବେ ବିନାଶ ହୁଏ ନାହିଁ। ଯେଭଳି ଭାବରେ ହବିଷା କୃଷ୍ଣ ବର୍ତ୍ମୈବ ଭୂୟ ଏବାହା ବି ବର୍ତ୍ତତେ ନ ଜାତି କାମ କାମନା ଉପଭୋଗ୍ୟେନ ସାମ୍ୟତି ହବିଷା କୃଷ୍ଣ ବର୍ତ୍ମୈବ ଭୂୟ ଏବାହା ବି ବର୍ତ୍ତତେ। ଯେଭଳି ଭାବରେ ଲେଲିହାନ ଅଗ୍ନି ପ୍ରଜ୍ୱଳିତ ହେଉଥାଏ, ଆମେ ଯଦି ତାହା ଭିତରେ କୌଣସି ଘୃତକୁ ଆହୁତି ଦେବା ବା ନିକ୍ଷେପ କରିବା, ଆମେ ଭାବିବା ଅଗ୍ନିକୁ ସନ୍ତୁଷ୍ଟ କରିଦେବା। ମୋ ପାଖରେ 1 ଲିଟର ବା
1 କେଜି ଘୃତ ଅଛି, ସେଥିରେ ଅଗ୍ନି ସନ୍ତୁଷ୍ଟ ହେବେ ନାହିଁ, ମୁଁ 10 କୁଇଣ୍ଟାଲ ଆଣିକି ଘିଅ ଆଜି ଅଗ୍ନିକି ଦେବି, ଅଗ୍ନି ସନ୍ତୁଷ୍ଟ ହେଇକରି କହିବେ ବାପାରେ ମୋତେ ଆଉ ଅଗ୍ନି ଦେନା, ମୋ ପେଟ ପୁରିଗଲା। ଏଭଳିଆ କେବେ ସମ୍ଭବ ହେଇପାରେ? ଆମେ ଅଗ୍ନିରେ ବାରମ୍ବାର ଯେତେ ଘୃତକୁ ଆହୁତି ଦେବା, ଅଗ୍ନି ସେତେ ଲେଲିହାନ ଭାବରେ ଜଳୁଥିବ, ସେ ଲିଭିବ ବା ନିର୍ବାପିତ ହେବ ନାହିଁ, ବା ଅଗ୍ନିର ବାସନା ନିର୍ବାପିତ ହେବ ନାହିଁ। ଆମେ ଭାବୁଥିବା ଯେମିତି ଆମେ ଖାଇଲେ ଖାଦ୍ୟ, ପେଟ ପୁରିଗଲା ପରେ ବହୁତ ଖାଇବାକୁ ଦେଲେ, ତାକୁ ଆଉ ତାପରେ ଯଦି ଯାଚିବା ଏଠି ଟିକେ ମିଠା ମିଷ୍ଟାନ୍ନ ଟିକେ ଖା, ଯେ ପରମାନ୍ନ ଟିକେ ଖା, କ୍ଷୀରି ଟିକେ ଖା, ସେ କ'ଣ କହିବ ନା 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 ମୁଁ ଆଉ ଖାଇବିନି, ମୋତେ ଘୃଣା ହେଲାଣି, ସେ ଉଠି ପଳେଇବ। ସେ ଅଗ୍ନି କ'ଣ ସେମିତି ହେଇପାରିବ କେବେ? ଯେଉଁ ଅଗ୍ନି ନିର୍ବାପିତ ହେଇଛି, ଆମେ ଯଦି ବାରମ୍ବାର ତାদের ଘୃତରେ ହବନ କରିବା ବା ଆହୁତି ଦେବା, 5 କିଲୋ ଗଲା, 10 କିଲୋ ଗଲା, କୁଇଣ୍ଟାଲ ଗଲା, ମାସେ ଗଲା, ବର୍ଷେ ଗଲା, ଯେତେ ପୃଥିବୀରେ ଘିଅ ଯେ ଖାଲି ଢଳା ହେଇ ଚାଲିବ, ସେ ହୁ ହୁ ହେଇକି ଜଳିବ ପଛେ ଦିନେ କହିବନି ଯେ ବାସନା ମେଣ୍ଟିଗଲା। ସେଇ କଥାକୁ ଲକ୍ଷ୍ୟ କରି କୁହାଯାଇଛି ଯେ ନ ଯାତି କାମ କାମନା ଉପଭୋଗ୍ୟେନ, ଉପଭୋଗ କଲେ ବା ଭୋଗ ଭାଗ୍ୟ କଲେ କାମନାର କେବେ ହେଲେ ବିନାଶ ହୁଏ ନାହିଁ। ହବିଷା କୃଷ୍ଣ ବର୍ତ୍ତେ ଭୂଏ ଭାବି, ଅର୍ଥାତ୍ ଯେଭଳି ଭାବରେ ଜଣେ ଜଣେ ହବନ କଲେ ଅଗ୍ନିରେ ଘୃତ ତାହା ଜଳି, ସେଇଭଳି ଭାବରେ ଆମ ଭିତରେ ଯେଉଁ ଅଦମ୍ୟ କାମନା ବାସନାର ଯେଉଁ ଇଚ୍ଛା ରହିଛି, ସେ ଅଦମ୍ୟ କାମନା ବାସନାର ଇଚ୍ଛାକୁ ପୂର୍ତ୍ତ କେହି କରିପାରିବେ ନାହିଁ ଏ ଦୁନିଆରେ, ବା ତାର କେ ବିନାଶ ହେବ ନାହିଁ। ଆମେ ଯେତେ କାମନାକୁ ପୂର୍ତ୍ତ କରିବା ପାଇଁ ସେଇ ପଛରେ ଧାବିତ ହେବା, ସେ କାମନା ସେତେ ଆମ ଭିତରେ ଜାଜୁଲ୍ୟମାନ ବା ପ୍ରଜ୍ୱଳିତ ହୋଇ ଉଠିବ, ବା ସେତେ ଜର୍ଜରିତ କରିବ ଆମକୁ ସେଇ ପଥରେ ବାରମ୍ବାର ଯିବା ପାଇଁ ସେ ଆମକୁ ଟାଣି ନେବ, ସେ ଦିଗକୁ ଆମକୁ ଟାଣି ନେବ। ତେଣୁ ସେଇ କାମନା ବାସନା ଯେତେବେଳେ ଆମେ ବଶବର୍ତ୍ତୀ ହେଇଛେ, କୁହାଯାଇଛି ବିଷୟ ଯାହାର ଲୋଚନ। ଥରେ ଯାହାର ଏଇ ଯେଉଁ ଦୃଷ୍ଟିକୋଣ, ତାର ମନୋବୃତ୍ତି, ମାନସିକ ସ୍ତରର ଯେଉଁ ଆଖି ବା ଲୋଚନ ବୋଲି କୁହାଯାଉଛି, ମାନସିକ ଦୃଷ୍ଟିକୋଣ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ଭାବୁଛି ମୁଁ କେତେ ଇଦଂ ଲବ୍ଧ୍ୱା ମୟା ଲବ୍ଧ୍ୱା, ମୁଁ ଆଜି ବହୁତ ଧନ କମେଇଛି, ସେ ଯେଉଁ ଧନ କମେଇଲି ଆଜି କ'ଣ ହେଲା, ମୋ ପଡ଼ୋଶୀର ତା ପାଖରେ ଅଧିକା ଅଛି, ତାର ବି ଆହୁରି ଅଧିକା ଅଛି, ତାହେଲେ ମୁଁ ତା ପାଖରେ କମି ପଡ଼ିଯିବି, ତେଣୁ ମୁଁ କେମିତି ଆହୁରି ଅଧିକ ଧନ କମେଇବି। ମୋର କେମିତି, ମୁଁ ଯଦି ମୋର ଯେତିକି ଆବଶ୍ୟକ ଜମିବାଡ଼ି କମେଇଲା ପରେ ଫେର ଇଚ୍ଛା କରୁଛି ଆହୁରି ଜମି କିଣିବି, ବମ୍ବେରେ କିଣିବି, ଦିଲ୍ଲୀରେ କିଣିବି, ବିଶ୍ୱରେ ଅନେକ ଜାଗାରେ ମୁଁ ଜମି କିଣିବି, ମାନେ ତାର ସେ ଯେଉଁ କାମନାର କେବେ ହେଲେ ଇୟତା ନାହିଁ, ତାହା କେବେ ହେଲେ ସମ୍ପୂର୍ଣ୍ଣ ହେଉନାହିଁ। ତା ବାରମ୍ବାର ଅଧିକରୁ ଅଧିକର ତର ହେଉଛି ଆମର କମିବାର ମନୋବୃତ୍ତି ବା ପ୍ରାପ୍ତି ହେବାର ମନୋବୃତ୍ତି ଆହୁରି ଅଧିକା ବଢ଼ି ଚାଲିଛି ଆମର। ତେଣୁ ଆମେ ଯେତେବେଳେ ଏଇ କାମନା ବାସନା ପଛରେ ସବୁବେଳେ ଆମେ ଗୋଡ଼େଇ ଚାଲିଛେ, ତେଣୁ ଆମର ସମସ୍ତ ଯେଉଁ ଦୁର୍ଲଭ ଶରୀର ମନୁଷ୍ୟର, ଆରେ ଭଗବାନ ତ ଖାଇବାକୁ ଦେଲେ ନା ଆମକୁ, ଆମେ ପେଟ ପୁରିକି 3 ବେଳା ଖାଇବାକୁ ଆମର ବ୍ୟବସ୍ଥା ହେଇଗଲା, ଆମେ ବହୁତ ପରିଶ୍ରମ କଲେ, ବାପା କଲେ, ପୁଅ କଲା, ଆମ ସମସ୍ତେ ମିଶିକି ପରିଶ୍ରମ କରିକିରି ଆମର ଘରେ ଖାଇବାକୁ ମିଳିଗଲା, ସୁଷମ ଖାଦ୍ୟ ଆମେ ଖାଇଲେ, ଅଭକ୍ଷ୍ୟ ଖାଇବା ନାହିଁ। ଯଦି ଆମକୁ ଶାଗ ଭାତ ଖାଇବାକୁ ମିଳିଯାଇଛି ଏବଂ ଆମର ଯଦି ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡେ ଘର ହେଇଯାଇଛି ଏବଂ ଆମକୁ ଯଦି ପରିବେଶଟି ଠିକ୍ ହେଇଯାଇଛି, ତାହେଲେ ଆମେ କେତେ ଦିନ ଏ ସଂସାର, ଆମର ତ ଯେତିକି ଦିନ ଆମେ ସଂସାରରେ ରହିବା, ସେଥିପାଇଁ ତ ଘର ହେଇଗଲା, ଖାଇବାକୁ ହେଇଗଲା। କିନ୍ତୁ ଆମେ କ'ଣ କରୁଛେ, ଏଇ ଯେଉଁ ଜୀବନର ମୂଲ୍ୟବୋଧ, ମନୁଷ୍ୟ ଜୀବନର ମୂଲ୍ୟବୋଧ, ଅନେକ ଜନ୍ମ ପୁଣ୍ୟ ଫଳେ ମନୁଷ୍ୟ ଜନ୍ମ ହୋଇଥିଲେ, ବହୁନାଂ ଜନ୍ମ ନାହନ୍ତେ ଜ୍ଞାନମାନ ମାଂ ପ୍ରପଦ୍ୟତେ ଲବ୍ଧ୍ୱା ସୁଦୁର୍ଲଭ ବିନ୍ଦଂ ବହୁ ସମ୍ଭବାନ୍ତେ ମନୁଷ୍ୟ ମର୍ଥଦ ମତି ଅଧୀରା ତୂର୍ଣ୍ଣଂ ଯତତେ ନାପତେ ତଦନମୃତ୍ୟୁଂ। ଯେତେବେଳେ ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ିବାକୁ ଯାଉଛି, କିନ୍ତୁ ସେ ବହୁ ଜନ୍ମାନ୍ତର ହେଲାଣି, ଜାଣୁଛି ସବୁ ଏ କଥା, କିନ୍ତୁ ସେ ଆସିକି କେବଳ ସେଇ କାମ କରୁଛି। ପିଲା ଯେମିତି କ'ଣ କରେ ନା, ଛୋଟ ପିଲା କିଛି ମିଶିକି ବାଲିରେ ଖେଳ ଘର କରନ୍ତି, ସମୟକୁ ନଷ୍ଟ କରି କ'ଣ କରନ୍ତି, ପାଠପଢ଼ା ଛାଡ଼ନ୍ତି, ବାଲିକୁଦକୁ ଆସନ୍ତି, ସେଠି ବାଲିରେ କ'ଣ କରନ୍ତି ନା ଗୋଟେ ଛୋଟିଆଟିଏ ଘରଟିଏ ଥାପିକି ତିଆରି କରନ୍ତି। ସେ ବାଲି ଘର ଭିତରେ ସେଠୁ କ'ଣ କରନ୍ତି ନା, ତାଙ୍କ ଘର କଣା ସାମଗ୍ରୀ ସେ ମିଶିମିଶିକା ଇଟାରେ ଗୋଡ଼ିରେ ସବୁ ରଖନ୍ତି, ତା ଭିତରେ ସେଥିରେ ଖାଦ୍ୟପେୟ ରନ୍ଧା ହୁଏ, ତା ଭିତରେ ମିଶିମିଶିକା ଗୋଟେ ବାଲିର ଖେଳ ଚାଲେ। ତା ଭିତରେ ହଠାତ୍ ଗୋଟେ ଦଲକାଏ ପବନ ଆସିଲା ବା ବର୍ଷା ଆସିଲା, ତା ଭାଙ୍ଗି ଧୂଳିସାତ କରିଦେଲା, ଗଢ଼ା ହେଇଥିବା ଘର ନଷ୍ଟ ହେଇଗଲା। ଆମେ ସମସ୍ତେ ଭାବୁଛେ ଯେ ଆମେ ବହୁତ ଜ୍ଞାନୀ, ଆମେ ବଡ଼ ମଣିଷ ହେଇଗଲାଣି, ଆମେ ବୁଦ୍ଧିଜୀବୀ ସମ୍ପୂର୍ଣ୍ଣ ହେଇଗଲାଣି, ଆମେ ବହୁତ ବୁଦ୍ଧିଆ ଲୋକ। ପିଲାଙ୍କ କାନ ଧରି ଆକଟ କରୁଥିଲେ, ସେତେବେଳେ କ'ଣ କହୁଥିଲେ, ଆରେ ପାଠପଢ଼ା ଛାଡ଼ିକି ଧୂଳି ଘର କ'ଣ କରୁଛୁ, ବାଡ଼ିକି ନେଇ ଆସୁଥିଲେ, ପିଲାଟି କାନ୍ଦୁଥିଲା। କିନ୍ତୁ ଯେଉଁ ପିଲାଙ୍କୁ ଆମେ ଧୂଳି ଘର ଖେଳିକି ସମୟ ନଷ୍ଟ କରି ମନା କରିଥିଲେ, ଆଜି ଆମେ ପରିଣତ ବୟସରେ ଯେତେବେଳେ ଆମର ବୟସ ହେଇଗଲା, ଜ୍ଞାନ ପାକଳ ହେଇଗଲା, ଆମେ ବୁଦ୍ଧିଜୀବୀ ସମ୍ପୂର୍ଣ୍ଣ ହେଇଗଲେ, ଆମେ ପିଲାଙ୍କ ଠାରୁ ତତ୍ତ୍ୱଧିକ ଖେଳ ଖେଳୁଛେ। ପିଲା ଛୋଟ ଘରଟିଏ କରି ଭାଙ୍ଗିଗଲା ବୋଲି ତାକୁ ସମୟ ନଷ୍ଟ କରି ବାଡ଼ଉଥିଲେ କାଲି, ଆଜି ଆମେ କ'ଣ କରୁଛେ, ଆମର ସମସ୍ତ ଯେତେ ପାଠ ପଢ଼ିଛେ, ଆମେ ୟୁନିଭର୍ସିଟିରେ ଯେତେ ପଇସା ଯେତେ ଜ୍ଞାନ ଆମର ଅଛି, ଆମେ ଖଟେଇ ଦେଇଛେ ସେ ବୁଦ୍ଧିବିଦ୍ୟାକୁ। ଏ ସଂସାରରେ କେତେଟା କୋଠା ମୁଁ କରିପାରିବି, କେତେ ଜାଗାରେ ମୁଁ ରାସ୍ତା କରି ଜମି କିଣିପାରିବି, କେତେ ମୁଁ ଭୂ ସମ୍ପତ୍ତିର ଅଧିକାରୀ ହେଇପାରିବି, କେତେ ସୁନାର ଅଧିକାରୀ ହେବି, କେତେ ମାନର ଅଧିକାରୀ ହେବି। ଇଏ କ'ଣ ସେ ପିଲା ଖେଳ ଘର ନୁହେଁ କି? କାଲି ପିଲାଟିଏ ତା ବୁଦ୍ଧିରେ ଛୋଟିଆ ଧୂଳି ଘରଟିଏ ଖେଳିଥିଲା, ତାହା ଯେମିତି ଭାଙ୍ଗିଗଲା,
ମୁଁ ସେମିତି ସଂସାରରେ ଯେତେ ଭୂ ସମ୍ପତ୍ତିର ମାଲିକ ହେଇଛି, ମୁଁ ଯେତେ ଘର ତୋଳିଛି, ବନ୍ୟାରେ ବାତ୍ୟାରେ ତାହା ନଷ୍ଟ ହେଇଯିବା ସହିତ ସମାନ, ବା ଦିନ ସମୟ ଆସିବ କ୍ଷଣଭୋଗର ସଂସାରରେ ଏହା ସବୁ ଦିନେ ସବୁ ବିଲୁପ୍ତ ହେଇଯିବ। କାରଣ କେତେ ରାଜା ବାଦଶାହ ଥିଲେ ଆଜିକି ହଜାର ବର୍ଷ ତଳେ, ସେ କେତେ ପିରାମିଡ଼ ତିଆରି କରିଥିଲେ, କେତେ ରାଜବାଟୀ ହେଇଥିଲା, ଆଉ ସେ ରାଜବାଟୀ ସବୁ କାହିଁ ସବୁ ଧୂଳିସାତ ହେଇଗଲାଣି, କେତେ ମନ୍ଦିର ଧୂଳିସାତ ହେଇଗଲାଣି। ସେତେବେଳେ ସମୟରେ ଯେଉଁ ଲୋକମାନେ ଘର କରିଥିଲେ ମାଟି ତଳେ ଖୋଳା ହେଇକି ସେ ଆଉ ନାହିଁ, ଧୂଳିସାତ ହେଇଗଲା। ତାର ଅର୍ଥ ସେ ପିଲାମାନେ ଯେମିତି ଧୂଳି ଖେଳ କରିକି ସେମାନେ ଧୂଳି ଖେଳ ଖେଳିକି ସମୟ ନଷ୍ଟ କରିଥିଲେ, ଆମେ ମନୁଷ୍ୟ ଜୀବନର ମୂଲ୍ୟବୋଧନ ବୁଝି ଆଜି ସେଇ ଧୂଳି ଘର କରି ଖେଳ ଖେଳି ଆମେ ଜନ୍ମରୁ ବଞ୍ଚିଥିବା ପର୍ଯ୍ୟନ୍ତ ଜୀବନର ଅବଧିକି ତାକୁ ଆମେ ସମସ୍ତେ କେବଳ ନଷ୍ଟ କରିଦେଇଛେ। ଆମେ ଦିନ ଆସିବ ମୋହମାୟାରେ ପଡ଼ି ଆମେ ଯାହାକୁ ନିଜର ଭାବି ତାଙ୍କ ପାଇଁ ଆମେ ସବୁ କରିଚାଲିଛେ। ଦିନେ ଯେ କେତେ ସୁଖ ଆମେ ପାଇବା ତାଙ୍କଠାରୁ ଆମେ ଜାଣିନେ। ଆମେ ଯେଉଁ ପୁତ୍ର ପୌତ୍ର କଳତ୍ର ବନ୍ଧୁ ପରିଜନ ଯାହା କମେଇଛେ, ଯାହାକୁ ଆମେ ଉପଢୌ ବନ୍ଧୁ ଘରେ ଯାଇ ଅନେକ ପ୍ରକାର ଭଲ ଭଲ ଜିନିଷ ଦେଲେ ସେ ଆମକୁ ଭଲ ବନ୍ଧୁ କହୁଛେ, ମୋର ଶ୍ରେଷ୍ଠ ବନ୍ଧୁ, ସେ ଆମକୁ ଉଚ୍ଚ ଆସନ ଦେଇ ବସଉଛି, ଆମକୁ ପୂଜା କରୁଛି, ଆମକୁ ପ୍ରଶଂସା କରୁଛି, ଆମେ ତାକୁ ବହୁତ ପଦାର୍ଥ ନେଇ ବନ୍ଧୁ ଘରେ ନେଇ ତାକୁ ଉପହାର ଦେଉଛେ, ସେ ବନ୍ଧୁ ଆମକୁ ଉପହାର ଦେଉଛି। ପିଲାମାନଙ୍କୁ ଆମେ ଭଲ ଖାଇବାକୁ ଦେଉଛେ, ବଡ଼ ବଡ଼ କଥା ବା ଭଲ ଦାମୀ ଜିନିଷ ପିନ୍ଧିବାକୁ ଦେଉଛେ, ବ୍ୟବହାର କରିବାକୁ ଦେଉଛେ, ଭଲ ଘର କରିଦେଇଛେ, ଇଏ ସବୁ କଥା ସମସ୍ତଙ୍କୁ ଆମେ କରିଛେ। ଆମେ ଯେ ଇଏ କେମିତି ଆମକୁ ସୁଖ ଦେବେ? ମୁଁ ଯଦି ଏକଥା କରି କରି ମୋର ସେ ଆଉ ଯୌବନ ନାହିଁ, ମୋର ବାଲ୍ୟ ଆଉ ନାହିଁ, ମୁଁ ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଇଗଲିଣି। ନା ସେ କୋଠା ଘରେ ଶୋଇବାରେ ଆଉ ମୋର ସୁଖ ଅଛି, ମୋତେ ରାତିରେ ନିଦ ହେଉନି, ରୋଗାଗ୍ରସ୍ତ ହେଇଗଲିଣି, ଆଉ ମୋତେ କୌଣସି ପ୍ରକାର ଶରୀରରେ ଏତେ ଯନ୍ତ୍ରଣା ହେଉଛି ଯେ ମୋତେ କୌଣସି ଗଦିରେ ଶୋଇବାକୁ ଇଚ୍ଛା ହେଉନି କି ତଳେ ଶୋଇକି ସବୁବେଳେ ଖାଲି ଛଟପଟ ହେଉଛି ତା ଭିତରେ। ଆଉ ମୁଁ ଯେଉଁ ବନ୍ଧୁବାନ୍ଧବ ପୁତ୍ର ପୌତ୍ର କଳତ୍ର ଏମାନେ ଯଦି କାଲି ବହୁତ ଭଲ ଭଲ ଖାଦ୍ୟ କରି ନାଚୁଥିବେ, ନୃତ୍ୟ କରୁଥିବେ, ମୋ ଆଖିକି ଆଉ ଦେଖାଯାଉନଥିବ, କାନକୁ ଶୁଭୁନଥିବ, ସିଏ ଜାଣି ଭଲ ଖାଦ୍ୟ ମୋତେ ଦିଅନ୍ତି, ମୁଁ କ'ଣ ତ ଖାଇପାରିବି, ଉପଭୋଗ କରିପାରିବି? ତାହେଲେ କରିକି ଲାଭ କ'ଣ ହେଲା? ଆଉ ସବୁଦିନେ ଧୂଳିସାତ ହେଇଯିବ, ମୃତ୍ୟୁରେ ଯେତେବେଳେ ମୋର ଅବସାନ ହେବ ଏଠୁ ଚାଲିଯିବି। ତାହେଲେ ଏଇଠି ଚିନ୍ତା କରିବାର ବିଷୟ ଅଛି ଯେ ମୁଁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ହଁ ମୁଁ ଯଶ କମିଲି ଠିକ୍ ହେଲା, ନା କମିଲି ଠିକ୍ ହେଲା, ମୋର ଆବଶ୍ୟକ ଥିଲା ମୁଁ ଘର କଲି ଠିକ୍ ହେଲା, ଆକୁ କରିବା ଆବଶ୍ୟକ ରହିଛି। କାରଣ ମୁଁ ଯେପର୍ଯ୍ୟନ୍ତ ଇଏ ସଂସାରରେ ବଞ୍ଚିବି ବା ରହିବି, ମୁଁ ଜଣେ ଭଲ ମଣିଷ ହିସାବରେ, ବିଦ୍ୱାନ ପାଠ ପଢ଼ିକି ବିଦ୍ୱାନ ହିସାବରେ, ଏବଂ ମୁଁ କେଉଁ ରାସ୍ତା କରି ପଡ଼ିକି ମରିବାର ଆବଶ୍ୟକ ନାହିଁ, ମୁଁ ଗୋଟେ ଭଲ ଘର କରି ଭଲରେ ବଞ୍ଚିବା, ଏହା ହେଉଛି ଠିକ୍ କଥା। ଆକୁ କେହି ମନା କରୁଛି ଆକୁ କରନା ବୋଲି, କାରଣ ମୋତେ ପରେ ମୁଁ ତ ସାଙ୍ଗେ ସାଙ୍ଗେ ମରିବିନି ନା, ମୁଁ ଜନ୍ମ ହୋଇକି ମୁଁ ଏଖା 50 ବର୍ଷ 100 ବର୍ଷ ବଞ୍ଚିବି। ସେଇଥିପାଇଁ ଆ ପାଇଁ ଯାହା ଆବଶ୍ୟକ ଅଛି କରାଯାଉ, କିନ୍ତୁ ସେଇଥିରେ ଯଦି ଆମେ ସମସ୍ତ କଥାକୁ, ସମସ୍ତ ମୋର କାମନା ବାସନା ମନକୁ ସେଇଥିରେ ନଷ୍ଟ କରିଦେଇଛି, ତାହେଲେ ପରିଣତିର ଅବସ୍ଥା କ'ଣ ହେବ ମୋର? ପରିଣତିରେ ମୁଁ ତ କିଛି ନେଇପାରିବି ନାହିଁ, ମୋ ସାଙ୍ଗରେ ତ କିଛି ଯିବ ନାହିଁ। ଧନାନି ଭୂମୌ ପଶବଶ୍ଚ ଗୋଷ୍ଠେ ନାରୀ ଗୃହଦ୍ୱାରେ ସୁତା ଶଂସାନେ ଦେହସ୍ଥିତାୟାଂ ପରଲୋକ ମାର୍ଗେ ଧର୍ମାନୁଗ ଗଚ୍ଛନ୍ତି ଜୀବ ଏକା। ଆସିଥିଲେ ଏକା ଚାଲିଯିବେ ଏକା। ତେଣୁ ସେଇ କଥାକୁ ଲକ୍ଷ୍ୟ କରି କୁହାଗଲା ଯେ ଆମମାନଙ୍କ ମଧ୍ୟରେ ସେଇ ଗୁରୁଙ୍କର କୃପା ଛଡ଼ା ଆମକୁ ଆଉ କିଛି ଅବଲମ୍ବନ ନାହିଁ। ତେଣୁ ସେଇ ଗୁରୁ ଆମକୁ ଏଇ ଯେଉଁ ଶିକ୍ଷା ଦେଲେ, ପିତାମାତା ଯାହା ଆମକୁ ଦେଲେ, ଘର ଖଣ୍ଡେ ଭଲ ଦେଲେ ରହିବା ପାଇଁ, ପିତାର ବହୁତ ପଇସା ଥିଲା ବା ସେ ବହୁତ ଖଟିଲେ ପରିଶ୍ରମ କରି ଆମ ପାଇଁ ଖଣ୍ଡେ ଘର କରିଦେଇଗଲେ, ଏତିକି ତ କ'ଣ? ଆଉ ଶେଷରେ କ'ଣ କରିଥିଲେ? ପିତାମାତାଙ୍କୁ ଜନ୍ମ ଦେଇଥିଲେ। ଠିକ୍ ଅଛି, ଆଠାରୁ ବଡ଼ କଥା କିଛି ନାହିଁ। କାରଣ ପିତାମାତା ପରମ ପୂଜ୍ୟ ହେଉଛନ୍ତି ଏଇଥିପାଇଁ, ସେ ମୋତେ ଜନ୍ମ, ମୁଁ ଗୋଟେ ମନୁଷ୍ୟ ଶରୀର ପାଇଲି, ସେ ମୋତେ ଜନ୍ମ ଦେଲେ। ଆଉ କ'ଣ କଲେ ନା, ମୁଁ ଯେତେବେଳେ ବାଲ୍ୟ ଅବସ୍ଥାରେ ଥିଲି ବହୁ କଷ୍ଟ କରି ନିଜେ ନ ଖାଇ ନ ପିଇ ସେ ମୋତେ ବଡ଼ କଲେ, ଅର୍ଥାତ୍ ଶରୀରକୁ ଭରଣ ପୋଷଣ କରାଇଲେ, ମୋତେ ଶିକ୍ଷା ଦେଲେ, ପାଠ ପଢ଼େଇଲେ, ମୋତେ ସବୁ ସେମାନେ ଦେଲେ। କିନ୍ତୁ ଯଦି ସେଇ ଶିକ୍ଷା ଅବସ୍ଥାରେ ହେଉ ବା ମୋ ଯୌବନ ଅବସ୍ଥାରେ ମୋତେ କୌଣସି ରୋଗ ଗ୍ରାସ କଲା, ମୋତେ ପୋଲିଓ ହୋଇଗଲା, ମୋତେ ବାତ ରୋଗ ହେଲା, କି ମୋର ଅଙ୍ଗ ବିକୃତ ହୋଇଗଲା, କି ମୋତେ କୁଷ୍ଠରୋଗ ହେଲା, କି ମୋତେ କ୍ୟାନ୍ସର ହେଲା, କି ବ୍ୟାଧି ମୋତେ ଧରି ପକାଇଲା, ବାପା ମା' ଯେତେବେଳେ ଜନ୍ମ ଦେଇଛନ୍ତି ମୁଁ ତାଙ୍କୁ ଯେତେ ପ୍ରାର୍ଥନା କଲେ ତାଙ୍କର କ'ଣ ଶକ୍ତି ଅଛି ମୁଁ ରୋଗକୁ ସେ ନଷ୍ଟ କରିଦେବେ, ରୋଗକୁ ଭଲ କରିଦେବେ? ବା ମୋତେ ସେମାନେ ବଞ୍ଚିବାର ଆୟୁଷ, ଧର ମୋର ମୃତ୍ୟୁ ସମୟ ଆସି ପହଞ୍ଚିଗଲା, ବାପା ମା' ଅଛନ୍ତି, ମାନେ ମୁଁ ଯୌବନଗ୍ରସ୍ତରେ ଭଲ ୟଙ୍ଗନେସ୍ ଅଛି, ମୋର ଭେଣ୍ଡା ପିଲାଟାଏ, ତା ଆଗରେ ମୃତ୍ୟୁ ମୁଖରେ ପ୍ରତୀତ ହେଉଛି। ବାପା ମା' କହିବେ ମୁଁ ତ ବ୍ୟସ୍ତ ହନା, ମୁଁ ଜନ୍ମ ଦେଇଥିଲି, ମୁଁ ଅଛି, ମୁଁ ତୋତେ ଏଥିରୁ ରକ୍ଷା କରିବି, ତୋତେ ମୃତ୍ୟୁ କବଳିତ କରିପାରିବ ନାହିଁ। ଇଏ କଥା କେବେ ସମ୍ଭବ ହୁଏନି। ପିତାମାତା କେବଳ ଜନ୍ମ ଦେଇଦିଅନ୍ତି, ଖାଇବା ପିଉନ୍ତି, ମଣିଷ କରନ୍ତି, ଘର ଖଣ୍ଡେ ବା ଜମି କିଛି ଦେଇଯାଆନ୍ତି ଆମକୁ। ତାହା ଯେ ଚିରସ୍ଥାୟୀ ଭାବରେ ପିତାମାତା ଦେଇଥିବା ସମ୍ପତ୍ତିକି ଆମର ଆୟୁଷ ଅଛି ଆମେ ଭୋଗ କରିପାରିବା ବା ଆମକୁ ରୋଗ ହେବ ନାହିଁ ବା କିଛି ହେବନି, ଆମେ ସୁସ୍ଥ ସବଳ ଭାବରେ ଜୀବନଯାପନ କରି କେବଳ ସଂସାର ଭୋଗ କରିବା, ଇଏ କଥା ପିତାମାତା ଦେଇପାରିବେନି। କିନ୍ତୁ ଦେବ କିଏ ଆମକୁ? ନା ଗୁରୁ କେବଳ ଆମକୁ ବାଟ ଦେଖାନ୍ତି ଗୋଟିଏ ଜନ୍ମରେ, ଯେ ତୋର ଏମିତି ଅନେକ ଜନ୍ମ କଟିଗଲାଣି, ତୁ ଆସୁଛୁ ସଂସାର ଭିତରୁ ଜନ୍ମ ହୋଇକରି, ଜନ୍ମ ହେଲେ ଜନ୍ମ ଦୁଃଖ,
तापरे व्याधि हब रोग विभिन्न आस से तो दुख पाइबू जन्म मृत्यु जरा तापर आसो जरा वार्धक्य आसो अवसंभावी कि बंद करेंगे वार्धक्य आहरी कष्ट हो तो मरीजु तो बारंबार एमती संसार को आसुचु एमती घर करुचु संसार करुचु पौत्र को जन्म करुचु पुणी जगह किणुचु पुणी गोटे कोठा घर करुचु बा चालिया घर करुचु से दरिद्र बा धनी भाव जीवन यापन करुचु तापर पुणी संसार विदा हो केते थर घर करू जन्म होकर केते जगार तू घर करू केते थर तू संसार करू केते पिला छुआ जन्म करू तोर से स्त्री मैंने सब कहते पूर्व जन्म जिते स्त्री थे से कुआड़े गले से जमी सब कुआड़े गला से धन कुआड़े गले ये कहीं प्रति जिते थर जन्म हो पाठ पढ़ुचु परिश्रम करुचु मूल नागुचु फूल गुंथुचु बा विभिन्न प्रकार धनमान को कमे जश कमाऊचु से सब कुआड़े गला तो सागर ये सुख ना तेणु मु ते एभली एक जगह को नहीं पहुँचेबी जो स्थान में ते दरिद्र होकर हाथ पति को पड़ो ना आयुर देही जश देही मत आयु दियो जश दियो धन दियो पुत्र दियो ये तो मागुचु तू कहीं कहीं मागुचु ना ये ना बोली मागुचु आउ थिले धन मान अच्छे जो से नष्ट हो जाए पुणी आउ थे आउ दियो मत पुणी नष्ट हो पुणी आउ दियो किंतु मु ते एभली एक स्थान को नहीं जीवी अव्यक्त अक्षर इत्युक्त तमाहुं परमांगति जंग प्राप्य न निवर्तन्ते तधाम परम ता जो अव्यक्त ता भाषा व्यक्त करा जाय परिबो नाही अक्षर तार क्षय हुए नाही जो जिनस बा जो जगार एभली जगह जो जगार से जगह केबे विनाश हुए नाही धन जन यौवन नष्ट हो जाए नाही सब चिरस्थायी अनित्य नित्य संसार नित्यानंद सुख से सच्चिदानंद स्थान तो नहीं जी से जगह जे आमे आम पितामाता अपेक्षा संसार तो बहुत कथा अच्छी सबुठार दुर्लभ हो पितामाता वैषयिक संसार भितर पितामाता होउछन्ति पूज्य एवं गुरु एवं सेमाने होउछन्ति हमर इष्ट देवता एवं भगवान ताको निंदा करा जीव नाही निंदा करे ए गुरु भी मिलिबेनी हमको आध्यात्मिक गुरु प्राप्त हो परिबे नाही तेणु पितामाता पूज्य सद तांको ठारू आहुरी अधिक पूज्य होउछन्ति किए ना मातृत पितृतस्सैव तस्मात् पूज्यतम गुरु ये मातांको ठारू एवं पितांको ठारू सबुठारू पूज्यतम गुरु एइथिपाई जी पितामाता मते केवल जन्म मरण चक्र भसई देइछन्ति जन्म करुछन्ति संसार विष वासना भोग करिया को मते प्रवृत्ति दउछन्ति धन कमियार मते प्रवृत्ति होबार मार्ग दउछन्ति घर करियार मार्ग मते कहले सब कले किंतु मु बंची रही करिया संसार भितरे ये धन जन को केमते अखंड सुख भाव भोग करिवि से कथा मो पितामाता मते देई पाउना आज जो पितामाता मो पाखे अच्छी से कहते मु जेतिकी धन कमेली तू आहरी ताको बढ़े दे तू आहरी विषय संपद को भोग करने चेष्टा कर चलीगले पितामा माता मु अच्छी मुझे धन संपत्ति कम दिने चलीगली किसी नहीं पारे ना ये कथा तो चली देखुची किंतु प्रकृत आर शेष कौटी आर पूर्णछेद कौटी मुझे बारंबार आस दुख भोग करुवी तेणु आर पूर्णछेदटा हूँ गुरु हाथ में हूँ केवल चाबिकाठी सी मत एमती गोटे बाट देखा एमती गोटे घर को नहीं जाए एमती गोटे देश को नहीं जावा एमती गोटे राज्य को नहीं जावा एमती गोटे स्थान को नहीं जाए जो राज्य से मरुड़ी हुए ना सेठी अंधकार ना से केवल आलोक से चीर यौवन से केवल सुख छड़ा किसी ना से जगार मत से नहीं जी जो मत बारंबार हाथ पतेक भगवान को बारंबार जन्म होगा पड़ो ना ना बारंबार जन्म हाथ पतेक माड़ो ना भिक मागे पड़ो ना मत पूरा आयुष दियो मत धन दियो मत जश दियो मत कीर्ति दियो मुझे कथा भगवान को केवल मागिबिनी कारण से सब अच्छी से थरे प्राप्त हेले आउ द्वितीय थर अभाव हुए ना ना अभाव ना मत किसी मांगवाक पड़े ना केवल आनंद भितर से रहा पड़े आनंद कंदकर धाम केवल आनंद ब्रह्मानंदम परम सुखदम से जगह को मुझे पड़ो नित्यानंदम परम सुखदम प्रेमानंदम परम सुखदम मत से जगह को जाए पड़ो से कहगला पितृ मातृत पितृस्तस्सैव तस्मात् पूज्य तम गुरु सबुठारु गुरु होउछन्ति सबुठारु पूज्यतम ये कथा बुझिबा को पड़े से यह संसार भितर आमे मान जो कथा आलोचना चली ये आलोचना भितर आमर प्रकृत उद्देश्य होउछि जे खाली गुरुंगर कथा ये कहुनि जे आग प्रथम आम जो भूली जाइचे गुरु गौरव को माता गुरु पिता गुरु घरे हूँ माता गुरु पिता गुरु आचार्य गुरु बोली मुझे आगु कही सद्गुरु एवं जगत गुरु आम गुरु कथा किसी न जानी आज गुरु गौरव को नष्ट कर आम क्या आज मानुने गुरु गुरुजन ना आज पितामाता को आम मानुने आज आम गोटे किंभूत किंभाकार भाव में जड़ सर्वस्व दुनिया भितर जड़ पथरे अनल दक्षिण पतंग जेने धावंती उदयवेग आम से अवस्था आज बहु दुख क्लेश भोग करुथिबारु से कथा को आज लक्ष्य करी
आज किभଳି भाବରେ आमे जड़े उच्च स्तर सद्गुरु को प्राप्त हो ज्ञान लाभ करी आम जीवन को प्रकृत धन्य करिपरिबा से गुरुंकर कथा आलोचना करी परवर्ती अवस्था आमे जीवा एक शास्त्र उपरकू जैसे जो आम जो आध्यात्मिक शास्त्र सब अध्ययन करुचे आम सनातन धर्म रे ताहा भितर श्रेष्ठ शास्त्र होउचे किए प्रमाणिक ग्रंथ किए मौलिक ग्रंथ किए एवं केउं ग्रंथ को ऋषि मुनि माने प्रणयन करिसेंती एवं काहाकू भगवानकर मुख निसृत आमे सेई थ्रु आनिबा एवं ताकू आमे अध्ययन करिबा एहा चालिबो एवं एबे आमे प्रथम जानिबा को आवश्यक करिचे गुरुंकर कृपा तेणु गुरु कृपा ही केवलम से गुरुंकर कृपा को आमे लाभ करिया पई तांकर कथामृत को आज समय हो जाइथिबारु एमबीसी टीवी रे आपण प्रत्येक दैनिक प्रातः 7 घटिकार जदि आप टीवी खोलिबे ताहले आमरे सत्संग रे जोग देबे एवं यहा को जदि आप श्रवण करिवे यह हूँ अत्यंत उपादेय एवं यह मनुष्य जन्म पर अत्यंत दुर्लभ तेणु आज से ही परमात्मा परम ब्रह्म भगवान जी गुरु रूप में आविर्भाव हुंती तांकर आशीर्वाद कामना करी एति केवल आमे समस्त कामना करूचु लोका समस्ता सुखिन भवन्तु समस्त को भगवान सुख शांति एवं समस्त जीवन को मंगलमय करंतु। ओम शांति ओम शांति ओम शांति।